ଗୋଟିଏ ଅଙ୍ଗୁଷ୍ଠି ମାତ୍ର, ଗୋଟିଏ ଅଙ୍ଗୁଷ୍ଠି, ଗୋଟିଏ ଆଙ୍ଗୁଠି ଭଳି ସେଇ ପୁରୁଷୋତ୍ତମ ଭଗବାନ ଆମ ସମସ୍ତଙ୍କ ଦେହ ଭିତରେ ସେ ଅଛନ୍ତି। ଆମର ନିଶ୍ୱାସ ଯାଉଛି ଆଉଛି ଯାଉଛି ଆଉଛି, ତେଣୁ ଆମେ ତାର କଳନା କରିପାରୁନୁ। କେତେବେଳେ ନିଶ୍ୱାସଟି ବନ୍ଦ ହୋଇଯିବ, ସେତେବେଳେ ଆମେ କାହିଁକି ନିଶ୍ୱାସ ବନ୍ଦ ହେଲା ବୋଲି ତାକୁ ମଧ୍ୟ ଆମେ କହିପାରିବୁନି। ସେଇ ଅଙ୍ଗୁଷ୍ଠ ମାତ୍ର ପୁରୁଷ ସେ ହେଉଛନ୍ତି ଏ ଦେହ ଭିତରେ ପୁରୁଷୋତ୍ତମ। ଗୀତାର 15 ଅଧ୍ୟାୟରେ ଆପଣମାନେ ଯଦି ପଢ଼ିବେ, 2-3 ଥର ଖଣ୍ଡେ ପଢ଼ିବେ, ତାହେଲେ ତାର କିଛି ଅଂଶ ଆପଣମାନେ ବୁଝିପାରିବେ। ଏଇ ପୁରୁଷୋତ୍ତମକୁ କୁହାଯାଉଛି ପରମାତ୍ମା। କିଏ କହୁଛି କ'ଣ କେତେ ପ୍ରକାର ଡାକରେ ଆମେ ଡାକୁଛୁ। ସେଇ ପୁରୁଷୋତ୍ତମ କେତେବେଳେ କେଉଁ ରୂପ ଧରି ଏ ମର୍ତ୍ତ୍ୟକୁ ଅବତରଣ ହୁଅନ୍ତି ତା ମଧ୍ୟ ଜାଣିବା ମୁସ୍କିଲ। ଯେତେବେଳେ ବେଦ ଭଳି ଜ୍ଞାନଶାସ୍ତ୍ରମାନେ ଯେତେବେଳେ ପ୍ରଳୟ ଜଳ ଭିତରେ ବୁଡ଼ିଗଲେ, ଏ ସମସ୍ତେ ଅନୁଭବ କଲେ ଇଏ ବେଦ ପୋଥି ଆଉ ଦୃଶ୍ୟମାନ ହେବେନି ନା ଆଉ ରହିବେନି। ସେତିକି ବେଳେ ଭଗବାନ ଗୋଟେ ରୂପ ଧାରଣ କଲେ, ଦେଖିବା ପାଇଁ ଠିକ୍ ଗୋଟେ ବିରାଟ ମାଛ। ଏମିତିଆ ମାଛ ବି କିଏ ଆଗରୁ ତାଙ୍କୁ ମହାମତ୍ସ୍ୟ ଅବତାର ବୋଲି କୁହାଗଲା। ଇଏ ବେଦ ସମୂହକୁ, ଶାସ୍ତ୍ର ସମୂହକୁ ସିଏ ତାକୁ ରକ୍ଷା କଲେ। ତେଣୁ ତାଙ୍କୁ କୁହାଗଲା କେଶବ ଧୃତ ମୀନ ଶରୀର ଜୟ ଜଗଦୀଶ। ଯେତେବେଳେ ପୃଥିବୀର ଗୋଟେ ଅବସ୍ଥା ଆସିଛି, ପୃଥିବୀ ଥରୁଛି, ସମସ୍ତେ ଅନୁଭବ କରୁଛନ୍ତି ଇଏ ପୃଥିବୀଟା କେତେବେଳେ ଗଳି ପଡ଼ିବ ବା ପୃଥିବୀଟା ଧ୍ୱଂସ ହୋଇଯିବ, ଚୁରୁମାର ହୋଇଯିବ। ସେତିକି ବେଳେ ସେଇ ମହାପୁରୁଷମାନେ ଅନନ୍ତଙ୍କୁ ପ୍ରାର୍ଥନା କରିଛନ୍ତି, କର ଯୋଡ଼ି ଆଖିରେ ଲୁହ ଦେଇ ସେ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଇଏ ପୃଥିବୀକୁ ଆପଣ ରଖନ୍ତୁ। ଭଗବାନଙ୍କର ସେଇ ଭକ୍ତର ଗୁହାରି ଶୁଣିବା ପରେ ଇଏ ପୃଥିବୀ ପୁଣି ଧୀରେ ଧୀରେ ଶାନ୍ତ ହେଇଛି। ତାପରେ ପୁଣି ଗୋଟେ ବିପଦ ଆଇଛି। ଆମେ ଯେମିତି ଭାବୁଛୁ ସେ ଅମକ ବାତ୍ୟା ଆସିଥିଲା, ସିଏ ଗଲା, ତାପରେ ଆଉ ଗୋଟେ ବାତ୍ୟା ଆଇଥିଲା, ସେ ବି ଗଲାଣି। ଆମେ ଯେମିତି ଗୋଟେ ହିସାବ ହୁଣ୍ଡା ମୂର୍ଖିଆଗିରି କରୁଛୁ, କିନ୍ତୁ ସେଠି ଏ ବ୍ୟାଖ୍ୟା ଚଳିବନି। ପୁଣି 100 ବର୍ଷ କି 1000 ବର୍ଷ ପରେ ପୁଣି ଆସିଲା ବିପଦ। ସିଏ ପୃଥିବୀକୁ ଯିଏ ଧାରଣ କରିଥିଲେ ବା ରକ୍ଷା କରିଥିଲେ, ସିଏ ହେଉଛନ୍ତି ଲକ୍ଷ୍ମୀ ନୃସିଂହ। କେଶବ ଧୃତ ସୁକର ରୂପ
ଜୟ ଜଗଦୀଶ ହରେ। ଅନ୍ୟମାନେ ସବୁ ଏକଥାକୁ ଶୁଣିକିରି କିଏ କେମିତି ହସିବେ। ଗୋଟେ ଘୁଷୁରୀ ଅବତାର ହେଇକି ଏ ପୃଥିବୀକି ସେ ରକ୍ଷା କଲେ, କିନ୍ତୁ ପ୍ରକୃତରେ ଘୁଷୁରୀ ସେ ନୁହନ୍ତି। କିମ୍ବା ସେ ଯେଉଁ ଗାଁ ଦାଣ୍ଡରେ ବୁଲୁଛନ୍ତି ବାରା, ସେ ବାରା ନୁହନ୍ତି, ସିଏ ହେଉଛନ୍ତି ଅବତାର ପୁରୁଷ। ଯେତେବେଳେ ଯେଉଁ ଅବତାର ଧାରଣ କରି ସେ ପୃଥିବୀକି ରକ୍ଷା କରିବାକୁ ଆସନ୍ତି, ସେତେବେଳେ ଭକ୍ତ ତାଙ୍କୁ ସେଇ ରୂପରେ ପ୍ରାର୍ଥନା କରେ। ଇଏ ବରାହ ମୂର୍ତ୍ତି ପରେ ଗୋଟେ ଦ୍ୱନ୍ଦ୍ୱ, ଯେମିତି ଆଜିର ସମାଜରେ ଗୋଟେ ଦ୍ୱନ୍ଦ୍ୱ, ଅଯଥା ଦ୍ୱନ୍ଦ୍ୱ ଗୁଡ଼ାଏ ସୃଷ୍ଟି ହେଉଛି। ସେ ଦ୍ୱନ୍ଦ୍ୱ ଭିତରେ ଶାଶୁ ବୋହୂ କରିବା ଅଛି, ବାପ ପୁଅ କରିବା ଅଛି, ଭାଇ ଭଉଣୀ କରିବା ଅଛି, ଗୁରୁ ଶିଷ୍ୟ କରିବା ଅଛି। ସେ ଦ୍ୱନ୍ଦ୍ୱ ଭିତରେ ସବୁ କଥା ଅଛି। ସେଇ ଦ୍ୱନ୍ଦ୍ୱକୁ ମୀମାଂସା କରି ସେ ହିରଣ୍ୟକଶ୍ୟପକୁ ମୁକ୍ତି ଦେଲେ ଏବଂ ପ୍ରହ୍ଲାଦଙ୍କୁ ସ୍ୱର୍ଗରେ ଇନ୍ଦ୍ରପଦ ଦେଲେ। ତେଣୁ ସିଏ ତାଙ୍କ କାମ ସେ କରି ଚାଲିଛନ୍ତି। ଆମେ ବିଲକୁଲ କିଛି କରୁନୁ, ଖାଲି ଖାଇବୁ, ବୁଲିବୁ, ଡେଇଁବୁ, ଏଇ ହେଲା ଆମ କଥା। କିନ୍ତୁ ଆମେ ବେଳେବେଳେ ଏତେ ଥକି ପଡ଼ୁଛୁ ଯେ ଆମେ ଆଉ ଏଗୁଡ଼ା କରିପାରିବୁନି, ବହୁତ ହେଇଗଲା। କିନ୍ତୁ ଈଶ୍ୱର ହେଉଛନ୍ତି କର୍ମମୟ। ସେ କର୍ମ ରୂପରେ ମଣିଷକୁ ଆଗେଇ ନିଅନ୍ତି ଏବଂ ତାକୁ ଖାଇବା, ଶୋଇବା, ଚାଲିବା ସବୁ କଥା ସେ ଶିଖାନ୍ତି। ତାପରେ ଆସିଲେ ବାମନ, ଛୋଟିଆ ମୂର୍ତ୍ତି, କିନ୍ତୁ ରାଜା ବଳିକି ମାଗିଲେ 3 ପାଦ ଭୂମି। ସିଏ କହିଲେ ଆପଣଙ୍କ ତ ଏଡ଼ିକି ଛୋଟିଆ ଛୋଟିଆ ପାଦ, ଆପଣ 3ଟା ଭୂମି ନେଇକିରି 3 ପାଦ ଭୂମି ନେଇ କ'ଣ କରିବେ? ମୋର ସେତିକି ଦରକାର। ଯେତେବେଳେ ଭଗବାନ ଏ କଥାକୁ ଅସ୍ତୁ କରିଛନ୍ତି, ହଁ ମୁଁ ତୁମକୁ 3 ପାଦ ଭୂମି ଦେବି, ତେଣୁ ଗୋଟିଏ ପାଦ ହେଉଛି ମୋର ସ୍ୱର୍ଗ, ଦ୍ୱିତୀୟ ପାଦଟି ହେଉଛି ମର୍ତ୍ତ୍ୟ, ତୃତୀୟ ପାଦଟି ହେଉଛି ମୋର ପାତାଳ। ଯେଉଁ ପାଦରେ ମୁଁ ସମସ୍ତଙ୍କୁ ମୁକ୍ତି ଦିଏ, ସେ ପାଦଟି ହେଉଛି ପାତାଳ। ବର୍ତ୍ତମାନ ତମେ ବହୁତ ଧ୍ୟାନ କରିବା ଫଳରେ ତମକୁ ବର୍ତ୍ତମାନ ପାଦ ତଳେ ସ୍ଥାନ ଦିଆଗଲା। ଇଏ ହେଉଛନ୍ତି ବାମନ ଅବତାର। ତାପରେ ଆସିଲେ ଭୃଗୁପତି, ପରଶୁରାମ ଅବତାର। ପରଶୁରାମ ଅବତାର ଆସିଲା ବେଳକୁ ପୃଥିବୀରେ ଦେଖାଯାଉଛି ଆଜିର ଗଣ୍ଡଗୋଳ ବା ଆଜିର ସମସ୍ୟାଟା ସେଦିନ ବି ଆଇଥିଲା। କେବଳ କଥାକେ ଲୋକ ଲୋକକୁ ହାଣିବେ, ମିଛ କହିବେ, ଦୁର୍ନୀତି କରିବେ, ମଦ୍ୟମାଦକ ଖାଇ ଅବାଟରେ ଯିବେ, କୌଣସି ପରିବାରରେ ଗୋଟେ ଶାନ୍ତି ଏକଥା ମଧ୍ୟ ସୃଷ୍ଟି ହେବନି। ଏମିତି ଗୋଟେ ଅଖାଳୁ ସମୟ ବା ଘଡ଼ିସନ୍ଧି ସମୟ ବେଳେ
ଭଗବାନ ପରଶୁରାମ ଗୋଟେ ହାତରେ ଗୋଟେ ପରଶୁ ଧରିକିରି ଆସେ ଏବଂ ସେ ଆହ୍ୱାନ ଦେଲେ ଯେ ତମେ କେତେଟା କ୍ଷତ୍ରିୟ ଅଛ ଏ ପୃଥିବୀଟାକୁ ଧ୍ୱଂସ କରିବା ପାଇଁ ତମେ ମୋ ସାମ୍ନାକୁ ଆସ। ତମେ କେତେ ଜଣ ଅଛ? ତେଣୁ ମୋଟାମୋଟି ଦେଖାଗଲା ଯିଏ ଆଇଲେ ସମସ୍ତେ ମଲେ ଆଉ। ଏଇଭଳି ଭାବରେ ପରଶୁରାମ ଏ ଧରିତ୍ରୀକି ରକ୍ଷା କରିବା ପାଇଁ ସେ 21 ଥରରୁ 27 ଥର ପର୍ଯ୍ୟନ୍ତ ସେ କେବଳ ବିପ୍ଳବ କରିଛନ୍ତି। ସେ ବିପ୍ଳବ ଭିତରେ ଅନେକ ଦ୍ୱନ୍ଦ୍ୱ ଦୂରେଇ ଯାଇଛି, ଅନେକ ଅସାମାଜିକ ଲୋକମାନେ ମୃତ୍ୟୁବରଣ କରିଛନ୍ତି। এই ଅବତାରଟି ପରେ ଆଉ ଯେଉଁ ଅବତାର ଆସିଲେ ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ସିଏ ତାଙ୍କ ଜୀବନ ଶୈଳୀ ହେଉଛି ଗୋଟେ ଗ୍ରାହସ୍ଥ୍ୟ ଜୀବନ ସହିତ ସମାନ। ରାଜା ଘର ପୁଅ, 4 ଭାଇରେ ଘର, 3ଟି ମା, ରାଜପ୍ରାସାଦ, ଧନ ସମ୍ପତ୍ତିର କିଛି ଅଭାବ ମଧ୍ୟ ନାହିଁ। ତେଣୁ ସେ ଆସିଲେ, କିନ୍ତୁ କ'ଣ କଲେ? ଯୁଗଟା ହେଉଛି ବର୍ତ୍ତମାନ କଳିର। ତେଣୁ କଳି ଯୁଗ ମନରେ ଭାବିଲା ଯେ ମୁଁ ଏଠି ଅଛି, ମୋ ରାଜ୍ୟ ଏଇଟା, ଇଏ କ'ଣ କୁଆଡ଼ୁ ଆସିକିରି ଗୋଟେ ନୀଳା ଲଗେଇଲେଣି, ମୁଁ ଯିବି କୁଆଡ଼େ? ଯେତେବେଳେ ଏଇ କଥା ମାନେ ସମସ୍ତଙ୍କ ଭିତରେ ଗୁଞ୍ଜରଣ ହେଲା, ତେଣୁ ପରଶୁରାମ ଅବତାରରେ, ରାମ ଅବତାରରେ ମାନେ ପରଶୁରାମଙ୍କର ଆଧ୍ୟାତ୍ମିକ କଳାକୁ ସେ ହରଣ କଲେ। ତାଙ୍କୁ ସିଧା କହିଲେ ଯାଅ ସେ ଯେଉଁ ମହେନ୍ଦ୍ରଗିରି ଓଡ଼ିଶାରେ ଅଛି, ସେ ମହେନ୍ଦ୍ରଗିରି ଗୁମ୍ଫାରେ ବସି ତପସ୍ୟା କରେ। ତମେ ଆଉ ମଣିଷ ଗୁଡ଼ାଙ୍କୁ ଜଙ୍ଗିଲି ମଣିଷ ବୋଲି ଭାବି କି ପଶୁ ପକ୍ଷୀ ଭଳିଆ ଭାବି ତାଙ୍କୁ ତୁମେ ହତ୍ୟା କରିପାରିବ ନାହିଁ। ତମର ସେ ଅଧିକାର ବି ନାହିଁ। ତୁମେ ତାଙ୍କୁ ସୃଷ୍ଟି କରିନା, ମାରିବ କେମିତି? ତୁମେ ଯାଅ ଏଇ ମହେନ୍ଦ୍ରଗିରି ପାହାଡ଼ର ଗୁମ୍ଫାରେ ବସି ତପସ୍ୟା କର। ପରଶୁରାମ ତପସ୍ୟା କରୁଛନ୍ତି। ଏବେ ଉଠିଲେନି କି ପଇଛନ୍ତି ସେ କଥା ମୁଁ ଜାଣିନି, କିନ୍ତୁ ତପସ୍ୟା କରୁଛନ୍ତି ସେ। ଆଉ ଇଏ ହେଉଛି ପରଶୁରାମ ଅବତାର। ରାମଙ୍କ କଥା। ରାମଙ୍କ ପରେ ଆସିଲେ ବଳରାମ। ବଳରାମଙ୍କ ଅବତାରରେ ସେ ପୃଥିବୀ ଭିତରେ ଯେଉଁଗୁଡ଼ାକ ଅସଜଡ଼ା ଜିନିଷ ଥିଲା ତାକୁ ସେ ସବୁ ସଜାଡ଼ି ଦେଲେ। ମୁଁ ଗୋଟେ ଉଦାହରଣ ଦେଲେ, ଇଏ ଗୋଟେ ପ୍ରଭୁଙ୍କ ରାଜ୍ୟ, ଗୋଟେ ଛୋଟ ଆଳୁଆ ସାଡ଼ୁଆ ଉଦାହରଣ ଦେଲେ ଟିକେ ଭଲ ଲାଗିବନି। କାରଣ ଆପଣ ଦେଖିବେ ବେଳେବେଳେ ଆପଣ ଟିଭି ପରଦାରେ ଦେଖୁଥିବେ ଗୋଟେ ସହର କିମ୍ବା ଗୋଟେ ଗାଁ, ସେ ଗାଁ ବା ସହରରେ ଗୋଟେ ନାଳ, ସେ ନାଳ ପାଣି ଗୁଡ଼ିକ ଦେଖାଯାଉଥିବ ମାନେ
ଅତି ମଇଳା ମାନେ କଦର୍ଯ୍ୟ। ତା ଭିତରେ ବି ଲୋକ ଯାଇକି ଗାଧା ରଜା ବି କରୁଛନ୍ତି। ତେଣୁ ସରକାରଙ୍କ ପାଖରେ ଆଜି ବି ମଣିଷ ସେ ଯେଉଁ ସରକାର ହୁଅନ୍ତୁ, ସେ ରାଜା ହୁଅନ୍ତୁ ବା ମନ୍ତ୍ରୀ ହୁଅନ୍ତୁ, ଯିଏ ହୁଅନ୍ତୁ, ଆଜି ବି ମଣିଷ ତାଙ୍କ ପାଖରେ ଆପତ୍ତି କରୁଛି ଏଠି ଏ ଏରିଆରେ ପାଣି ନାହିଁ, ଆମେ ଗୋଟାଏ ଟ୍ୟୁବୱେଲରେ କେମିତି 500 ଲୋକ ଚଳିବୁ, ଏ ଏରିଆରେ ନଈ ନାହିଁ, ଆମେ କେମିତି ଗାଧୁଆ ପାଧୁଆ କରିବୁ, ଏ ଏରିଆରେ ଏତେ ମଶା ମାଛି ହେଉଛନ୍ତି ଯେ ଆମେ ସମସ୍ତେ ରୋଗାକ୍ରାନ୍ତ ହେଲା ବେଳକୁ ରୋଗୀ ପାଇଁ ଡାକ୍ତର ନାହାନ୍ତି କି ମେଡ଼ିକାଲ ନାହିଁ କି ଔଷଧ ନାହିଁ। ତେଣୁ ପ୍ରଭୁ ଆମକୁ ରକ୍ଷା କର। ଯୁଗ ଯୁଗ ଧରି ଏଇ ହେଉଛି ଗୁଜରୀ ରାସ। ଭକ୍ତ ଭଗବାନ ଭିତରେ ଯେଉଁ କଥୋପକଥନ, ଏଇଗୁଡ଼ାକ ହେଉଛି ପ୍ରକୃତ ରାସ। ତମେ ଏଇଟା କର, ଯଦି ତମେ କଥା ନ କରିବ ଆମେ ରାସ୍ତା ରୋକ ଆନ୍ଦୋଳନ କରିବୁ, ନହେଲେ ଟାୟାର ଜାଳିକିରି ବସିବୁ। ଇଏ ଯାହା ପ୍ରଭୁଙ୍କ ପାଖରେ ଗୋଟେ ମଣିଷର ଦାବି ମଧ୍ୟ ସେଇଆ। ଦାବି ଯଦି ମଣିଷ ପାଖରେ ରହିବନି, ସିଏ ଯଦି କାହାକୁ କିଛି କହିବ ନାହିଁ, ତାହେଲେ ସିଏ ମଣିଷଟି ପରିବର୍ତ୍ତନ କେମିତି ହେବ? ଏଇଭଳି ଭାବରେ ବଳରାମଙ୍କର ଅବତାର, ରାମ ଅବତାର ପରେ ପୁଣି ଗୋଟେ ଅବତାର ଆସିଲେ ବଳରାମ ଅବତାର। ବଳରାମଙ୍କ ଅବତାରରେ ଆଜି ବି ଆପଣ ଦେଖିବେ, ଆମେ ଜଗନ୍ନାଥଙ୍କ ପାଖରେ ହାତ ଯୋଡ଼ି ପହୁଡ଼ ସମୟରେ ଆଉ ସକାଳେ ମଙ୍ଗଳା ଆଳତି ସମୟରେ ଏଇ ଯେଉଁ ପ୍ରଳୟ ପ୍ରୟୋଧି ଜଳେ ଧୂତବାନ ଶିବେଦମ, ଏଇ ବନ୍ଦନା ଦେଇକି ଆମେ ଖୁବ୍ ଭଲ ସୁନ୍ଦର କଣ୍ଠରେ ବୋଲି ଦଣ୍ଡବତ ପକଉ। ଏଡ଼େ ସୁନ୍ଦର କଣ୍ଠରେ ବୋଲିଲୁ, ନ ବହିକିରି ତାଙ୍କ ଆଗରେ ଶୋଇଲୁ, ମାଗିଲୁ କ'ଣ? ପୁଅ ରହିଛି ଫୁଲବାଣୀରେ, ସେ ଟିକେ କେମିତି ଶୀଘ୍ର କଟକ ପଳେଇ ଆସିବ। ଆରେ ଏତେ ଗୁଡ଼ାକ ସମୟ ପ୍ରାର୍ଥନା କଲୁ, ଏତେ ଭଜନ ଗାଇଲୁ, ଏତେ ଶ୍ଲୋକ ଗାଇଲୁ, ଶେଷରେ ଏଇଆ ହିଁ ମାଗିଲୁ। ତେଣୁ ଆଜିର ଇଏ ସବୁ, ଆଜିର ମଣିଷ ମାନେ ଯୁଗ ବଦଳିଯିବ, କିନ୍ତୁ ମଣିଷର ସ୍ୱଭାବ ବଦଳିବା ଭାରି କଷ୍ଟ। ତେଣୁ ଇଏ ହେଲେ ବଳରାମଙ୍କ ଅବତାର। ବଳରାମଙ୍କ ଅବତାରରେ ଗୋଟେ ସବୁଠାରୁ ଗୋଟାଏ ବଡ଼ କାମ ସେ କରିଛନ୍ତି। ସେ କାମଟା ହେଉଛି ଜଳ ଯୋଗାଣ। ବଳରାମଙ୍କୁ ଭାରି ଶୋଷ କଲା, ସେ ଯମୁନାକୁ ଡାକିଲେ, ଆଜି ବି ସେ ଜାଗା ଅଛି, ଯେ ହେ ଯମୁନା, ତୁ ମୋ ପାଖକୁ ଆ, ମୁଁ ଏଇଠି ପିଇବି ପାଣି, ତୋ ପାଣି ମୋତେ ଦେ, ମୁଁ ପିଇବି।
ଦେଖନ୍ତୁ ସିଦ୍ଧ ପୁରୁଷମାନଙ୍କର କଥା ସବୁବେଳେ ଅଟଳ। ଯମୁନା ଟିକିଏ ଡେରି କରିଛି, 5-10 ମିନିଟ୍ ଖଣ୍ଡେ ଡେରି କରିଛି କି କ'ଣ। ଇଏ ଯେଉଁ ଲଙ୍ଗଳଟା କାନ୍ଧରେ ପକେଇଥିଲେ ସେ ଜଣେ ବଡ଼ କୃଷକ, ସେ ଲଙ୍ଗଳଟାକୁ ଏମିତି ଫୋପାଡ଼ି ଦେଲେ, ଟାଣି ଆଣିଲେ। ଆଉ ପୃଥିବୀର ସବୁ ଇଞ୍ଜିନିୟର ମାନେ ଫେଲ୍ ହେଇଯିବେ ଆଉ ଇଣ୍ଟରଭ୍ୟୁରେ। ଆଉ କାହିଁକି ନା କାନ୍ଧରେ ଥିବା ଲୋକ ଚିତ୍କାର କରୁଛନ୍ତି, ଆମ ଗାଁରେ ପାଣି ନାହିଁ। ଆମ କ'ଣ ଟୁଏଲ୍ ନା, ଟୁଏଲ୍ରେ ପାଣି କ'ଣ ତାର ସେ କ'ଣ ପାଣି ବି ହେଉନି। ଆମକୁ ପାଣି ପିଇବାକୁ ଦିଅ, ନହେଲେ ଆମେ ମରିବୁ। ଠିକ୍ ସେଇ ବିପ୍ଳବ ସହିତ ସେଦିନର ବିପ୍ଳବକୁ, କିନ୍ତୁ ବୃନ୍ଦାବନରେ ଯେଉଁ ନାରୀମାନେ ସବୁ ରହିଲେ, ତୋର ଭକ୍ତ ହିସାବରେ ତତେ ସେ ପୂଜା କରୁଛନ୍ତି, ସେ ସବୁ କାନ୍ଦୁଛନ୍ତି। ଫୁଲ, ଚନ୍ଦନ, ଧୂପ, ଦୀପ ସବୁ ନେଇକିରି ଗଦା କରୁଛନ୍ତି। ତୁ ତ ସେଠିକି ଯାଉନୁ, ସେ ଫୁଲ, ଚନ୍ଦନ, ଧୂପ, ଦୀପକୁ ତାକୁ କିଏ ଗ୍ରହଣ କରିବ। କିନ୍ତୁ କୃଷ୍ଣଙ୍କର ଶାସନ ଥିଲା ଏକଛତ୍ରବାଦ ଶାସନ। ଆଜିର ଶାସନକୁ ଯଦି ଆମେ ବ୍ୟାଖ୍ୟା କରିବା, ଏ ଦେଶର ଶାସନ କ'ଣ, ସେ ଦେଶର ଶାସନ କ'ଣ, ସେ ଦେଶର ଶାସନ କ'ଣ, ତା ଭିତରେ ଗୋଟେ ଶାସନ ଆସିବ ଏକଛତ୍ରବାଦ। ମୁଁ ଯାହା କହିବି ମୋତେ ମାନିବାକୁ ହେବ, ସେ ଭୁଲ ହଉ ନହେଲେ ଠିକ। ତେଣୁ ବଳରାମ କହିଲେ, ତୁମେ ତ ଅନେକ ଦିନ ହେଲା ଆଉ ବୃନ୍ଦାବନ ଯାଇନା। ସେତେବେଳେ ଯାହାକୁ 30 ବର୍ଷ ହେଇଯିବ, ଓଇଖିଣା ତାକୁ 40 ବର୍ଷ ହେଲାଣି, କିନ୍ତୁ ସେ କାନ୍ଦୁଛି। କୃଷ୍ଣ କହିଲେ, ଭାଇ ମୁଁ ଯିବେ। ତାହେଲେ ମୁଁ ଯାଉଛି। ବଳରାମ ଗଲେ। ଯମୁନାର ଏକ ପାର୍ଶ୍ୱରେ ଠିଆ ହେଇ ଗୋଟେ ଏଡ଼େ ବଡ଼ ପାଟିରେ ଡାକିଲେ ଯେ, ଯିଏ ଯୋଉଠି, ଇଏ ସିନା ବଇଁଶୀରେ ଡାକୁଥିଲେ, ଇଏ ସମସ୍ତେ ବଇଁଶୀରେ ଡାକୁଥିଲେ, ସିଏ ଆଉ ବଇଁଶୀ ବ୍ୟବହାର ନ କରି ତାଙ୍କ ପାଟିରେ ସେ ଏମିତି ଜୋରରେ ଡାକିଲେ, ଯିଏ ଘର ଭିତରେ ଯେଉଁ ଗୋପୀମାନେ କିଏ କ୍ଷୀର ଦୁଉଁଥିଲା, କିଏ ଦହି କରୁଥିଲା, କିଏ ପିଲାକୁ ଖାଇବାକୁ ଦେଉଥିଲା, କିଏ କ'ଣ, ସମସ୍ତେ ସବୁ ପୁଅ ଝିଅ, ସେ ଧନ ସମ୍ପତ୍ତି ସବୁ ଛାଡ଼ି ଦେଇ ଦୌଡ଼ିଲେ। ଆଉ କିନ୍ତୁ ଯମୁନା କୂଳରେ ଆସି ଦେଖିଲେ ସେ କୃଷ୍ଣ ନୁହନ୍ତି, ସେ ହେଉଛନ୍ତି ବଳରାମ, କୃଷ୍ଣଙ୍କର ବଡ଼ ଭାଇ ବଳରାମ। ଏବଂ ସେ ମନକୁ ମଧ୍ୟ ବୁଝେଇଲେ, ଯିଏ କୃଷ୍ଣ ସେଇ ବଳରାମ। ବଳରାମ ହେଉଛନ୍ତି ଅନନ୍ତ, କୃଷ୍ଣ ହେଉଛନ୍ତି ବିଷ୍ଣୁ। ଅନନ୍ତ ଶଯ୍ୟାରେ ବିଷ୍ଣୁ ଶୟନ କରନ୍ତି। ଆଉ ଇଏ କିଏ, ସିଏ କିଏ କ'ଣ। ତେଣୁ ସେଠି ପାଣି ଫୋପଡ଼ା ଫୋପଡ଼ି ହେଇ, ଯେମିତି ଆମ ରଙ୍ଗ ଖେଳନ୍ତି ପିଲାମାନେ, ସେମିତି ସବୁ ଖେଳ ବୁଲ ଚାଲିଲା। ପୁଣି ବଳରାମ ଫେରି ଆସିଲେ। ଏଇଟା ହେଲା ବଳରାମ ଅବତାର। ଇଏ ସବୁଯାକ ଅବତାର ଯେତେବେଳେ କାମ ସରିଗଲା, ଆଉ କ'ଣ ରହିଲା। ଆମେ ତ ସଂସାର ଛାଡ଼ିକିରି, ଇଏ ମର୍ତ୍ତ୍ୟମଣ୍ଡଳକୁ ଛାଡ଼ିକିରି ଆମକୁ ତ ଯିବାକୁ ହେବ। ତାହେଲେ ଆମେ କ'ଣ କରିବା? ଆଉ କ'ଣ କାମ ଆମ ପାଇଁ ରହିଲା? କୃଷ୍ଣ କହିଲେ, ଭାଇ ଗୋଟାଏ କାମ ରହିଲା। ଏ ଯେଉଁ ତୀର୍ଥ ଗୁଡ଼ିକ ସବୁ ପ୍ରବାହିତ ହେଉଛନ୍ତି,
गंगा जमुना गोदावरी नर्मदा सिंधु कावेरी केते तीर्थ पाप धोई धोई सी पूरा निष्क्रिय हो गला सी पाप धोई पारना एते दुर्बल हो गला मुपटे जीवी महाभारत युद्धर महाभारत युद्ध को परिचालना करी आपण एपटे जातु जेते तीर्थ भारत वर्ष अच्छी सबु तीर्थ को परिवर्तन करी तीर्थ मानकर पाप को छड़े आसवे बलराम को ये कथाटा मन गला कहला हो जा से नीलांबर ये होचंदी पीतांबर बलराम होचंदी नीलांबर काम से करचंदी जेतेबेले बुली बुलिकी आसिकी महाभारत युद्धरे जेतेबेले पहुँचिले युद्ध सैलानी से युद्ध सैलानी आउ अल्प टिके सी देखिले युद्ध तो सैलानी आउ कौन काम अच्छी से चिंता कले सेठी दीटा कौन गड़ापड़ा होती गोटाए देखा जाउची भीम भलिया आउ गोटा कौन देखा जाउची दुर्योधन भलिया भीम को तो मु गदा युद्ध शिखई दुर्योधन को तो मु गदा युद्ध शिखई गदा युद्ध शिखि मोर दुई शिष्य जाक सी महाभारत युद्ध कौन बारिया पिटा होउछनी पाखरे पहुँचले बलराम अनंत पहुँचले भीम दुर्योधन आमे आपको कहूँ न्याय ताकू कहूँ अन्याय से सब ना ये दुई जन पाखे पहुँचले मोटे 5 मिनिट खने ठिया ठिया हवा परे सीधा आदेश कले युद्ध बंद कर युद्ध जदि बंद न करिवो ताले वर्तमान ये समग्र पृथ्वी को मु जलार्णव करदेवी ध्वंस करदेवी तमे युद्ध बंद कर समस्त आश्चर्य भगवान कृष्ण भी से ठिया कृष्ण सतर्कतार सहित भाई को कहले जे दोषटा कौन किए दोष कला जे कहा पाई युद्ध आज बंद आज तो 18 दिन पूरीब आउ 20 खंडे बाकी अच्छी आउ युद्ध कहीं बंद सी कथार उत्तर देले बलराम भीम मो शिष्य मु ताकू गदा युद्ध शिखई दुर्योधन मो शिष्य मु भी ताकू गदा युद्ध शिखई गदा युद्ध शिक्षा देला बेले मु उभयं को कही तमे युद्ध करिवो गदारे बाड़िया पिटा हो किंतु कटी देश को कई कहार मार जदि कटी देश को तुम मार तेल मु भी तुमको क्या रखा देवी से कथाटा को से कहले तुम्हें कटी देश को कहीं मार ना दुर्योधन कटी भांगी जाइए पड़ी भीमजार किसी को आई पड़ी तेणु भगवान बलराम कहले मु आज पृथ्वी की ध्वंस करी सब मरन एतिकी बेले भगवान कृष्णंकर मुखर भाषा हूँ वंशी से भाषा
ସେ କହିଲେ ଯେ ଦାଉ ଆପଣ କୁଆଡ଼କୁ ଯାଇଥିଲେ? ନା ତୀର୍ଥ କରିବାକୁ ଯାଇଥିଲେ। ତୀର୍ଥରେ କ'ଣ ପାଇଁ ତୀର୍ଥକୁ ଯାଇଥିଲେ? ନା ତାଙ୍କର ସବୁ ପାପ ଗୁଡ଼ାକ ବଢ଼ିଗଲାଣି, ତୁ ପୁରା କହିଲୁ ଯିବା ପାଇଁ, ମୁଁ ହେଇନାହିଁ ଯାଇଥିଲି। ହଁ ତାହେଲେ ଠିକ୍ ଅଛି, ତୀର୍ଥ ପରିଷ୍କାର ସବୁ ହେଇଯାଇଛି ନା? ଆଚ୍ଛା କେତେ ଦିନ ସିଆଡ଼େ ରହିଲୁ? କହିଲେ ଆଜିକି 17 ଦିନ ଖଣ୍ଡେ ହବ। ଆଉ ଯଦି 17 ଦିନ ତୁ ନଥିଲୁ, ଆଚ୍ଛା ତତେ ଆପଣଙ୍କୁ ମୁଁ ମନେ ପକାଇ ଦେଉଛି, ଦୁର୍ଯ୍ୟୋଧନ ସଭା ତଳେ, ପୁରୁରାଜ ସଭା ତଳେ ଦ୍ରୌପଦୀକି ଯେତେବେଳେ ଉଲଗ୍ନ କରିବା ପାଇଁ ଦୁର୍ଯ୍ୟୋଧନ ଦୁଃଶାସନକୁ ଆଜ୍ଞା ଦେଲେ, ସେତେବେଳେ ଆପଣ କୋଉଠି ଥିଲେ? ସେତେବେଳେ ମୁଁ ସଭାରେ ନଥିଲି। ଆଉ ବଳରାମ କହେ ମୁଁ ସେତେବେଳେ ନଥିଲି। କୁଆଡ଼େ ଯାଇଥିଲେ? ମୁଁ ସେଇଠି କୋଉଠି ଥିଲି, କିନ୍ତୁ ସଭାକୁ ଆସି। ତାହେଲେ ଅନ୍ୟାୟଟା କୋଉଠି ଥାଏ? ତମେ କହୁଛ ସିଏ ଅନ୍ୟାୟ କରିଛନ୍ତି, ଏଇଟା କୋଉ ଟାଇପର ଅନ୍ୟାୟ? ଆଚ୍ଛା ଏମିତି ସେ ଏତେ କଥା କହିଲେ, ପାଣ୍ଡବମାନଙ୍କୁ 13 ବର୍ଷ କ'ଣ ଅଜ୍ଞାତ ବନବାସକୁ କିଏ ପଠେଇଦେଲା? ପାଣ୍ଡବମାନେ ପଠେଇଛନ୍ତି। ତା ଭୁଲଟା କୋଉଠି ତାଙ୍କର ରହିଲା? ଆଚ୍ଛା ଏଇଭଳିଆ ଅନେକ ଉଦାହରଣ ଭଗବାନ କୃଷ୍ଣ ବଳରାମଙ୍କୁ ପରାମର୍ଶ ଦେଇନାହାନ୍ତି, ମାନେ ନିବେଦନ କରିଛନ୍ତି। ଆପଣ ଏଇସବୁ କଥା ଆଚ୍ଛା ଶେଷକୁ କହିଲେ, ଦାଉ ମୁଁ ଗୋଟିଏ କଥା ପଚାରୁଛି ଆପଣଙ୍କୁ, ଅଭିମନ୍ୟୁ ଯେତେବେଳେ ଆପଣଙ୍କ ରଥକୁ ଆକ୍ରମଣ କଲା, ଆପଣଙ୍କ ରଥର ଛତା ଫତା ସବୁ ଭାଙ୍ଗିଗଲା, ଆପଣ ଭୀମକୁ ଅର୍ଜୁନକୁ ଡାକିଲେ, ଅଭିମନ୍ୟୁକୁ ଡାକିକି ତା ପାଖକୁ ନେଇଯା, ମୁଁ ପ୍ରତିଜ୍ଞା କରିଛି ପାଣ୍ଡବମାନଙ୍କୁ ମାରିବିନି, ସେ ଯାହା କଲାଣି ଆଉ ରହିହବନି। ଆଚ୍ଛା ଇଏ ଅଭିମନ୍ୟୁକୁ ସେଟା ନେଇ ଆସିଲେ। ପରବର୍ତ୍ତୀ ସମୟରେ ଅଭିମନ୍ୟୁକୁ ଗୋଳ ରାତିରେ, ଗୋଳର କହିଲେ ରାତି ଅଧରେ, ରାତି ଅଧରାତିରେ 7ଟା ଜାଗାରେ ମାନେ ସେ ଯୁଦ୍ଧଶାଳାଟାକୁ ତିଆରି କରି 7 ଜଣ ରଥୀ, ଯିଏ ଆମ ମାନେ କୌରବ ପାଣ୍ଡବ ଯୁଦ୍ଧର ମହାରଥୀ, ସେମାନେ କୋଉ ନ୍ୟାୟରେ ଯାଇକିରି ଗୁରୁ ଦ୍ରୋଣାଚାର୍ଯ୍ୟ, ସେବା କାଳେ ଗୁରୁ ଭୀଷ୍ମ ଦ୍ରୋଣତଟା ଜୟଦ୍ରଥ ଜଳା ଗାନ୍ଧାର ନୀଳୋତ୍ପଳା ଶଲ୍ୟଗ୍ରାହବତୀ କୃପେଣ ବହନି କର୍ଣ୍ଣେନ ବେଳା ଅସ୍ୱସ୍ଥମାବେ। ଏମାନେ କୋଉ ନ୍ୟାୟରେ ଯାଇକିରି 7ଟା ଜାଗାରେ ଅଗ୍ନି ଜାଳି ଅଭିମନ୍ୟୁଙ୍କ ବାଟକୁ ଉଗାଳି ଅଭିମନ୍ୟୁକୁ ବଦ୍ଧ କଲେ। ଇଏ ତାଙ୍କର ସବୁ କାଳେ କକେଇ ଦଦେଇ ହଅନ୍ତି। ମଲା ବେଳକୁ ସେ ପାଣି 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 ମାନେ ଚିତ୍କାର କରି ଟିକେ ପାଣି ଦିଅ। ମଣିଷ ନା ଏଗୁଡ଼ା ସବୁ କ'ଣ? ତାଙ୍କୁ ଟିକେ ପାଣି ବି ଦେଲେନି ପିଇବା ପାଇଁ। ଉତ୍ତରାଙ୍କର ଗୋଟିଏ ବୋଲି ପୁଅ, ସେ ଯୁଦ୍ଧ କ୍ଷେତ୍ରରେ ଟଳି ପଡ଼ିଲେ।
ଆପଣ ଦାଉ କହିବେ ଅନ୍ୟାୟଟା ସେପଟରେ ବେଶୀ ନା ଏପଟରେ ବେଶୀ। ଆହୁରି ଗୋଟେ କଥା ମୁଁ ମନେ ପକେଇ ରହୁଛି, ଆମର ଫାଇନାଲ ହେଇଥିଲା ସନ୍ଧ୍ୟା ପରେ ଆଉ ଯୁଦ୍ଧ ହେବନି, ସୂର୍ଯ୍ୟାସ୍ତ ପରେ ଆଉ ଯୁଦ୍ଧ ହେବନି। ଅଭିମନ୍ୟୁ ଯେତେବେଳେ ମଲା ସେତେବେଳେ କ'ଣ ସୂର୍ଯ୍ୟ ଥିଲେ? ତାହେଲେ ସୂର୍ଯ୍ୟାସ୍ତ ସମୟରେ କାହିଁକି ଯୁଦ୍ଧ? ବଳରାମ ଠିଆ ହେଇକି ସବୁ ଶୁଣିଲେ ଶେଷକୁ କହିଲେ ତୋ ଇଚ୍ଛା ଯାହା କରୁଛୁ କର କହି ପଡ଼େ। ସବୁ ଶୁଣିଲେ, ଦେଖିଲେ ଦୋଷ ଇଆଡ଼େ ଅଛି, ଆଉ ସେ କହିବେ କ'ଣ? ଆହୁରି ବହୁତ କଥା ଅଛି। ତେଣୁ ଏଇଭଳି ଭାବରେ ଦଶାବତାର ଯେଉଁ ଆମେ ପଢ଼ୁଛେ ଆ ଭିତରେ ବହୁ ତତ୍ତ୍ୱ ଅଛି। ଶେଷ କଥା ହେଲା ଆମେ ତ ଯିବା ଦ୍ୱାରିକାକୁ, ପୁଣି ଦ୍ୱାରିକା ପରେ ପଳେଇବା ଆମ ନିତ୍ୟ ଧାମ। ଗୋଟେ କାମ କରିଦେଇ ଯିବା, ବୁଦ୍ଧାବତାର ଜ୍ଞାନ ବଣ୍ଟନ କରିକିରି ଯିବା। ଦୁନିଆରେ ଜ୍ଞାନ କ'ଣ ଅଜ୍ଞାନ କ'ଣ ଲୋକଙ୍କୁ ବୁଝେଇ ଦେଇ ଯିବା। ସେଇଠୁ ଆରମ୍ଭ ହେଇଥିଲା ଶ୍ରୀମଦ୍ ଭଗବତ ଗୀତା। ସେଇ ଗୀତା ହେଉଛନ୍ତି ବୁଦ୍ଧ ଅବତାର। ଆମେ ଭାବୁ ଯେ ବୁଦ୍ଧ ଅବତାର କଲେ ଇଏ ସେ, କିଏ କ'ଣ କହେ, ଆମେ ଏତେ କଥା ଜାଣିନୁ। ଗୀତା ହିଁ ହେଉଛନ୍ତି ବୁଦ୍ଧ ଅବତାର। ବୁଦ୍ଧ ଅବତାର ପରେ ତାପରେ କୋଉ ଅବତାର? କଳ୍କି ଅବତାର। ଠାକୁର ଖାଲି ଏତିକି କହିଲେ କଳି ଯୁଗରେ ଏତେ ମଣିଷ ଜନ୍ମ ହେବେ, ତା ଦେହରୁ 12 ମଣିଷ ବାଳୁଙ୍ଗା ହେବେ। କିଏ ଛୁରୀ ଧରିବ, କିଏ ବନ୍ଧୁକ ଧରିବ, କିଏ କ'ଣ ଗୋଟା ଧରିବ, ଏମିତି ଚାଲିବ। ଦିନ ଦ୍ୱିପହରେ କିଏ କାହା ବେକକୁ କାଟିବ, କିଏ କାହାକୁ, ଏମିତି ଚାଲିବ। ତେଣୁ ଆମେ ଆଉ କେତେ ଲୋକଙ୍କୁ ମାରିକିରି ଏତେ ଲୋକଙ୍କୁ ମାରିଲେ ଇଏ ଧରିତ୍ରୀ ମାନେ ରକ୍ତ ରଞ୍ଜିତ ହେଇଯିବ। ତାହେଲେ କ'ଣ କରିବା ନା ଆଉ କାହାକୁ ମାରିବାନି, ଅସ୍ତ୍ର ଧରିବାନି, କାହାକୁ ମାରିବାନି କି କାହାକୁ ପଦେ ଶୋଧିବାନି। କ'ଣ କରିବା ତାହେଲେ? କେମିତି କ'ଣ ତାହେଲେ ଉଦ୍ଧାର ହେବେ? ସେଇଠି ସେ କହିଲେ ନେଛନି ବହନେ ଧନେ କଳୟସି ଆମେ ଆଉ ପାରିବାନି। ଏ ଖଣ୍ଡା ଫଣ୍ଡା ଧରିକି ଯେଉଁ କଳିକି ଆସିବେ, ସିଏ କ'ଣ କି ଖଣ୍ଡା ଧରି ଜାଣିଛନ୍ତି? ଖଣ୍ଡା ଇଟା ଉଠେଇଲା ବେଳକୁ ଇଏ ତ ଉପରୁ ଡ୍ରେନ୍ ନା କ'ଣ, କ୍ରୋନ୍ ନା କ'ଣ, ହଁ ଆଉ ଥରେ କବା ଡ୍ରୋନ୍ ଛାଡ଼ିଦେବେ। ଆଉ ଇଏ ଖଣ୍ଡାରେ କ'ଣ କରିବେ? ତେଣୁ କଳି ଯୁଗରେ ହରିନାମ ବ୍ୟତୀତ, ହରିନାମ, ହରି କଥାର ଶ୍ରବଣ, ସାଧୁ ସଙ୍ଗ
ଏଇଗୁଡ଼ିକ ଯିଏ ପ୍ରକୃତରେ କରୁଥିବେ ସେଇମାନେ ହିଁ ତାଙ୍କର ମ୍ଲେଚ୍ଛତ୍ୱକୁ ନିଧନ କରି ସେମାନେ ମୁକ୍ତି ପାଇବେ। ତେଣୁ ଏ କଳିଯୁଗ ହଉ କି ଯେଉଁ ଯୁଗ ହଉ, ଏ ଯୁଗରେ କେବଳ ନାମ ହିଁ ସର୍ବଶ୍ରେଷ୍ଠ। ନାମାଚାର୍ଯ୍ୟ ବାବା ବାୟା କହନ୍ତି, ନାମ ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ। ଯେଉଁ ମାଟିରେ, ଯେଉଁ ତୀର୍ଥରେ, ଯେଉଁ ସାଗର କୂଳରେ, କଳ୍ପବଟ ମୂଳରେ, ଯେଉଁଠି ମହାପ୍ରଭୁ ଚୈତନ୍ୟ ବିଲୀନ ହୋଇଯାଇଛନ୍ତି ବୋଲି ଅନେକ କୁହନ୍ତି, ମହାପ୍ରଭୁଙ୍କର ଶରୀରକୁ କେହି ପାଇନାହାନ୍ତି। ବିଭିନ୍ନ ପ୍ରକାର ଗୁଜବଟ ବାହାରିଲା। କିଏ କହିଲେ ପଣ୍ଡାମାନେ ହାଣିଦେଲେ, କିଏ କହିଲେ ଅମୁକ କଲେ, ସେଗୁଡ଼ାକ ଛାଡ଼। କିନ୍ତୁ ସେ ଦେହତ୍ୟାଗ କରିଛନ୍ତି, ସମାଧି ନେଇଛନ୍ତି। ଏଇ ପଞ୍ଚ ମହାଭୂତରେ ତାଙ୍କର ଶରୀର ମିଶିଯାଇଛି। ସେ ହେଉଛନ୍ତି କଳ୍କି ଅବତାର। ସେଇ କଳ୍କିଙ୍କୁ ଆମେ ସବୁବେଳେ ନହେଲେ ବି ଟିକେ ଟିକେ ଚିନ୍ତନ କଲେ କଳି ତାପ ଆମକୁ ଲାଗିବ ନାହିଁ। ଆଜି ଜଗନ୍ନାଥଙ୍କ ପାଖରେ ବହୁ ଲୋକ, ସେ ବହୁ ଲୋକ ହେଲେ ଆମେ ଆଉ କ'ଣ କରିବୁ? ବହୁ ଲୋକ ତାଙ୍କର ଆଣନ୍ତୁ, ଆମେ ତ ଯାଇପାରିବୁନି। ସେ ତାଙ୍କ ଦେଖିକି ଯିବେ। ମୋତେ ଟାଣିକିରି ନେଲେ ମୁଁ ଯିବିନି। ଯିବି ଯେ, କିନ୍ତୁ ଗୋଟାଏ ଖଞ୍ଜ କରିକି ଯିବି ଆଉ। ତେଣୁ ଏଇ ଯେଉଁ ଟଣାଟଣି ହେଉଛନ୍ତି, ଏଥିରେ କ'ଣ ସିଏ ଅଛନ୍ତି? ପ୍ରଭୁ କ'ଣ ଏଇଥିରେ ଅଛନ୍ତି? ସେ ତାକୁ ପେଳିଦେଲା, ଏ ତାକୁ ପେଳିଦେଲା, ଆଉ ଏଇଥିରେ ଜଗନ୍ନାଥ ତୁମକୁ ବର ଦେଇଦେବେ? ସେ ସେଥିରେ ନାହାନ୍ତି। ସେ ଅଛନ୍ତି ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ତେଣୁ ସେଇ ପାଦ ପଦ୍ମରେ ଆମେ ବସିଛେ। ଏଇଠି ବସିଛେ ମାନେ ତାଙ୍କ ପାଦ ପାଖରେ ବସିଛେ। ଏଇ ଯେଉଁ ଛୋଟିଆ ଆଶ୍ରମଟେ ଏଠି ଗଢ଼ି ଉଠିଛି, ଆଉ ବଡ଼ ଜାଗା ତ ମିଳିଲାନି, ଆଉ ଛୋଟ ଜାଗା ଯାହା ମିଳିଲା ଆମକୁ। ଆଉ ଏଇ ଛୋଟିଆ ଜାଗାରେ ଯେ ପର୍ଯ୍ୟନ୍ତ ଆପଣମାନେ ଆସୁଥିବେ ବା ବଳିଆ ମଝିରେ ମଝିରେ ଆସୁଥିବ, ଯାହା ବି ହେଉଥିବ, ଏଠି ସତ୍ସଙ୍ଗ ଦିଆଯାଇଛି ଅନନ୍ତ ସାଗର। ହଁ କହୁନୁ, ମୁଁ ମନେ ଅଛି ମୋର ଅନନ୍ତ ସାଗର ଆଶ୍ରମ। ତେଣୁ ଅନନ୍ତ ସାଗର ଆଶ୍ରମରେ ବଳିଆ ନାଁ କାହିଁ? ତେଣୁ ଅନନ୍ତ ସାଗର ଆଶ୍ରମ, ଏଠି ସାଗରଙ୍କୁ ପ୍ରାର୍ଥନା କରିବା, ଆମ ପରିବାର ପାଇଁ ଆମେ ପ୍ରାର୍ଥନା କରିବା, ଏସବୁ ଚାଲିବ। ଏଇ ଛୋଟିଆ ଜାଗାରେ ଯାହା ହେଇପାରିବ କରିବା। ଆଉ ତେଣୁ ସଜ୍ଜନ ଯାହା ହେବ ଗୋଟେ ଆନନ୍ଦ ପାଇଁ ହେବ। ଆଉ ଏଠି ତନ୍ତ୍ର ନାହିଁ, ମନ୍ତ୍ର ନାହିଁ, ଯନ୍ତ୍ର ନାହିଁ, କେବଳ ଏଠି ପ୍ରେମର ତନ୍ତ୍ର, ପ୍ରେମର ଯନ୍ତ୍ର, ପ୍ରେମର ମନ୍ତ୍ର, ପ୍ରେମର ବଂଶୀ ହିଁ ବାଜିବ। ଏଇ ପ୍ରେମ ବଂଶୀ ଏ ଜଗତକୁ ଉଦ୍ଧାର କରିବ। କଥାଟି ଏଇଠି ରଖିବା। ହେ ପ୍ରଭୁ ଜଗନ୍ନାଥ, ସମସ୍ତଙ୍କର ମଙ୍ଗଳ ହଉ, ଏତିକି କେବଳ କହୁଛି, ଏତିକି ପ୍ରାର୍ଥନା କରି ରହୁଛି। ଜଗନ୍ନାଥ 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 ଜଗନ୍ନାଥ
ଜଗନ୍ନାଥ